କଳ୍ପନା କରନ୍ତୁ ଟିକେ ଆପଣ ଊନବିଂଶ ଶତାବ୍ଦୀର ଦକ୍ଷିଣେଶ୍ୱର ମନ୍ଦିରରେ ବସିଛନ୍ତି। ଠାକୁର ଶ୍ରୀରାମକୃଷ୍ଣ ସମାଧିରେ ଅଛନ୍ତି ଆଉ ତାଙ୍କ ସାମ୍ନାରେ ଜଣେ ଯୁବକ ନରେନ୍ଦ୍ରନାଥ, ଯାହାଙ୍କୁ ଦୁନିଆ ପରେ ସ୍ୱାମୀ ବିବେକାନନ୍ଦ ନାମରେ ଜାଣିଲା, ସେ ଗୋଟିଏ ବଙ୍ଗଳା ଭକ୍ତି ସଙ୍ଗୀତ ଗାଉଛନ୍ତି। ଆଜି ଆମେ ସେହି ଗୀତର ଗଭୀରତାକୁ ବୁଝିବାକୁ ଚେଷ୍ଟା କରିବା, କାରଣ ଏଇଟା କେବଳ ଗୋଟିଏ ଗୀତ ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ମାନଚିତ୍ର। ଆମର ଆଜିର ଆଲୋଚନାର ମୂଳ ଉତ୍ସ ହେଉଛି ଓମ୍କାର ପତ୍ରିକାରେ ପ୍ରକାଶିତ ସ୍ୱାମୀ ପ୍ରଣବାନନ୍ଦଙ୍କର ଏକ ଗବେଷଣାତ୍ମକ ନିବନ୍ଧ, ଆଉ ସେଇଟା ଏଇ କାଳଜୟୀ ଗୀତ ମନ ଚଲ ନିଜ ନିକେତନେ ଉପରେ। ହଁ, ଆଉ ଆମର ଉଦ୍ଦେଶ୍ୟ କୌଣସି ଶାସ୍ତ୍ରୀୟ ବ୍ୟାଖ୍ୟା କରିବା ନୁହେଁ, ବରଂ ଏ ଗୀତଟିକୁ ଗୋଟେ ଆଧ୍ୟାତ୍ମିକ ଜିପିଏସ୍ ଭାବରେ ଦେଖିବା। ସେ ଆମକୁ କହୁଛି ଆମେ ଏବେ କେଉଁଠି ଅଛୁ, ଆମର ପ୍ରକୃତ ଗନ୍ତବ୍ୟସ୍ଥଳ କେଉଁଠି, ଆଉ ସେଠି ପହଞ୍ଚିବାକୁ କୋଉ ରାସ୍ତା ଦେଇଯିବାକୁ ପଡ଼ିବ। ତେବେ ଆଜି ଗୀତର 6ଟି ପଦକୁ 6ଟି ପର୍ଯ୍ୟାୟ ଭାବରେ ନେଇ ଆତ୍ମାର ନିଜ ଘରକୁ ଫେରିବାର ଯାତ୍ରାକୁ ବୁଝିବା। ଦୋଳନ ସୃଷ୍ଟି କରୁଛି। ସଂସାର ବିଦେଶେ ବିଦେଶୀର ବେଶେ ଭ୍ରମକେ ନ କାରଣେ। ଏ ସଂସାରଟା ଗୋଟେ ବିଦେଶ, ଆଉ ଆମେ ଏଠି ବିଦେଶୀ। ଆମେ କାହିଁକି ଅକାରଣରେ ବୁଲୁଛୁ? ଏଇଟା ତ ବହୁତ ବଡ଼ କଥା। ଆମେ ଯେଉଁ ସଂସାରକୁ ନିଜ ଘର ଭାବୁଛୁ, କବି ତାକୁ ବିଦେଶ କହୁଛନ୍ତି। ଏହାର ଅର୍ଥ କ'ଣ? ଏଇଟା ହିଁ ବେଦାନ୍ତ ଦର୍ଶନର ମୂଳଦୁଆ। ଦେଖନ୍ତୁ, ଆମର ପ୍ରକୃତ ପରିଚୟ ହେଉଛି ଆତ୍ମା, ଆଉ ତାର ସ୍ୱରୂପ ହେଉଛି ସତ୍ ଚିତ୍ ଆନନ୍ଦ, ସତ୍ୟ, ଚେତନା ଆଉ ଆନନ୍ଦ। କିନ୍ତୁ ଆମେ ଗୋଟେ ଶରୀର ଧରି ଏ ଜଗତକୁ ଆସିଛୁ ଯାହା ନଶ୍ୱର। ସେଥିପାଇଁ ତ ଏହାକୁ ବିଦେଶ କୁହାଯାଇଛି, କାରଣ ଏଇଟା ଆମ ଆତ୍ମାର ସ୍ଥାୟୀ ଘର ନୁହେଁ। ଆଉ ଏଇ ଶରୀର, ସେଇଟା ହେଉଛି ସେଇ ବିଦେଶୀର ବେଶ। କିଛି ସମୟ ପାଇଁ ପିନ୍ଧିଛୁ ଆମେ। କିନ୍ତୁ ଗୋଟେ ମିନିଟ୍, ମୋଟେ ତେ ଦୁନିଆ ପୁରା ସତ ଲାଗୁଛି। ମୋ ସୁଖ, ମୋ ଦୁଃଖ, ମୋ ସମ୍ପର୍କ, ଏସବୁ କ'ଣ ମିଛ? ଯଦି ଏଇଟା ଗୋଟେ ବିଦେଶ, ତେବେ ଏତେ ବାସ୍ତବ କାହିଁକି ଲାଗୁଛି? ବହୁତ ବଢ଼ିଆ ପ୍ରଶ୍ନ। ଏହାର ଉତ୍ତର ମାୟା ଶବ୍ଦରେ ଅଛି। ଶଙ୍କରାଚାର୍ଯ୍ୟ କହିଛନ୍ତି, ମାୟା ହେଉଛି ସେହି ଶକ୍ତି ଯାହା ଅସମ୍ଭବକୁ ସମ୍ଭବ କରିଦିଏ। ଏହା ଏକ ଭ୍ରମ ସୃଷ୍ଟି କରେ, ଯାହାଫଳରେ ଅନିତ୍ୟ ବସ୍ତୁ ଆମକୁ ନିତ୍ୟ ବୋଲି ଲାଗେ। ଆଜିକାଲିର ଭାଷାରେ କହିଲେ, ଗୋଟେ ଆଡଭାନ୍ସଡ୍ ଭର୍ଚୁଆଲ ରିଆଲିଟି ଗେମ୍ ଭଳି। ଓହୋ, ଭିଆର୍ ଗେମ୍? ହଁ, ଭିଆର୍ ହେଡ୍ସେଟ୍ ପିନ୍ଧିଲେ ସେ ଦୁନିଆ ପୁରା ସତ ଲାଗେ। ଆପଣ ଡରନ୍ତି, ଖୁସି ହୁଅନ୍ତି, କିନ୍ତୁ କେଉଁଠି ନା କେଉଁଠି ଜଣାଥାଏ ଯେ ଏଇଟା ପ୍ରକୃତ ଦୁନିଆ ନୁହେଁ। ଠିକ୍ ସେମିତି ଆମେ ଏ ସଂସାରରେ ସୁଖ ଖୋଜୁଛୁ, କିନ୍ତୁ ଆମ ଆତ୍ମା ଭିତରେ ଜାଣେ ଯେ ଏଇଟା ତାର ପ୍ରକୃତ ଘର ନୁହେଁ। ସେଥିପାଇଁ ତ ଲେଖାରେ ଅଛି, ଆମ ଭିତରେ ଗୋଟେ ଅତୃପ୍ତି ସବୁବେଳେ ଥାଏ। ଆମର ଏ ବୁଲିବା ଅକାରଣ ଲାଗେ। ଠିକ୍ ଅଛି, ବୁଝିଲି। ତାହେଲେ ଆମେ ଗୋଟେ ଭିଆର୍ ଗେମ୍ ଭିତରେ ଅଛୁ ଆଉ ତାକୁ ସତ ଭାବୁଛୁ। ଏ ଗେମ୍ ଭିତରେ ଆମେ ଯେଉଁ ଚରିତ୍ରମାନଙ୍କୁ ଭେଟୁ, ଯେଉଁ ଜିନିଷ ସବୁ ସଂଗ୍ରହ କରୁ, ସେଗୁଡ଼ିକ ବିଷୟରେ ଗୀତ କ'ଣ କହୁଛି? ପରବର୍ତ୍ତୀ ପଦରେ ଅଛି, ବିଷୟ ପଞ୍ଚକ ଆର ଭୂତଗଣ ସବୁ ତୋର ପର କେ ନୟାୟାପନ। ଏଠି ବିଷୟ ପଞ୍ଚକ ମାନେ ଶବ୍ଦ, ସ୍ପର୍ଶ, ରୂପ, ଆଉ ଭୂତଗଣ ମାନେ ପଞ୍ଚଭୂତ। ଗୀତ କହୁଛି ଏମାନେ ସବୁ ପର। ହଁ, କାରଣ ଆମ ଶରୀର ଏଇ ପଞ୍ଚଭୂତରେ ତିଆରି, ଆଉ ଆମ ଇନ୍ଦ୍ରିୟମାନେ ସେଇ ପଞ୍ଚ ବିଷୟକୁ ଉପଭୋଗ କରନ୍ତି। କିନ୍ତୁ ଭାବନ୍ତୁ ତ, ମୃତ୍ୟୁ ପରେ କ'ଣ ହୁଏ? ଶରୀର ପଞ୍ଚଭୂତରେ ମିଶିଯାଏ। ଆମେ ଜୀବନସାରା ଯେଉଁ ଇନ୍ଦ୍ରିୟ ସୁଖ ପଛରେ ଦୌଡ଼ୁ, ତାହା ଶରୀର ସହିତ ହିଁ ଶେଷ। ଆତ୍ମାକୁ ତ ଏକା ହିଁ ଆଗକୁ ଯିବାକୁ ପଡ଼େ। ସେଥିପାଇଁ କବି ପଚାରୁଛନ୍ତି, ପର ପ୍ରେମେ କେନ୍ ହୟ ଅଚେତନ ଭୁଲିଛ ଆପନ ଜନେ। ଏହି ପରପ୍ରେମ ଶବ୍ଦଟା ମୋତେ ଟିକେ କଠୋର ଲାଗୁଛି। ଆମେ ଆମ ପରିବାର, ବନ୍ଧୁବାନ୍ଧବଙ୍କୁ ଯେଉଁ ଭଲ ପାଇବା ଦେଉ, ତାକୁ କ'ଣ ପରପ୍ରେମ କହିବା ଠିକ୍? ସାଧାରଣ ମଣିଷ ପାଇଁ ତ ଏହି ସ୍ନେହ, ମମତା ହିଁ ସବୁକିଛି। ନା, ଏହାକୁ ସେମିତି ଶବ୍ଦାର୍ଥରେ ନେବା ଉଚିତ ନୁହେଁ। ଏଠି ପରର ଅର୍ଥ ହେଉଛି ଯାହା ଆତ୍ମାଠାରୁ ଭିନ୍ନ। ଶାସ୍ତ୍ର କହେ, ଆମର ସାଂସାରିକ ପ୍ରେମ ପ୍ରାୟତଃ ମୋହ ବା ଆସକ୍ତି ଉପରେ ଆଧାରିତ। ଏହା ଏକ ପ୍ରକାର ମିଶା। ସ୍ୱାମୀ ପ୍ରଣବାନନ୍ଦ ତାଙ୍କ ଲେଖାରେ ଗୋଟେ ବହୁ ସୁନ୍ଦର ଉପମା ଦେଇଛନ୍ତି। ଯେମିତି ଜଣେ ମଦ୍ୟପ ନିଶାରେ ନିଜ ଘର ଠିକଣା ଭୁଲିଯାଏ, ନିଜ ଲୋକଙ୍କୁ ଭୁଲିଯାଏ, ସେମିତି ଆମେ ସାଂସାରିକ ବିଷୟ ବାସନାର ନିଶାରେ ଏତେ ବୁଡ଼ିଯାଉ ଯେ ଆମର ପ୍ରକୃତ ଆପଣଜନ ବା ଈଶ୍ୱରଙ୍କୁ ଭୁଲିଯାଉ। ଏ ପ୍ରେମ ଖରାପ ନୁହେଁ, କିନ୍ତୁ ଯେତେବେଳେ ଏହା ଆମକୁ ଆମର ପ୍ରକୃତ ଲକ୍ଷ୍ୟର ଦୂରେଇ ନିଏ, ସେତେବେଳେ ବନ୍ଧନ ହୋଇଯାଏ। ଠିକ୍ ଅଛି।
ତାହେଲେ ଆମେ ଗୋଟେ ବିଦେଶରେ ଅଛୁ ଆଉ ଏଠାକାର ଅସ୍ଥାୟୀ ଜିନିଷରେ ଏମିତି ଆସକ୍ତ ହୋଇପଡ଼ିଛୁ ଯେ ଅସଲ ଘର କଥା ଭୁଲିଗଲୁଣି। ଏଇଟା ଟିକେ ନିରାଶାଜନକ ଲାଗୁଛି। ତେବେ ଏଠୁ ବାହାରିବାର ରାସ୍ତା କ'ଣ? ଘରକୁ ଫେରିବା ପାଇଁ ଆମର ଜିପିଏସ୍ କ'ଣ କହୁଛି? ହଁ, ଏବେ ଆସିବା ସମାଧାନକୁ। ତୃତୀୟ ପଦ ରାସ୍ତା ଦେଖାଉଛି। ସତ୍ୟ ପଥେ ମନକର ଆରୋହଣ, ପ୍ରେମର ଆଲୋ ଝଳି ଚଲ ଅନୁକ୍ଷଣ। ଫେରିବାର ରାସ୍ତା ହେଉଛି ସତ୍ୟପଥ, ସତ୍ୟର ରାସ୍ତା। ଏହା ଆମକୁ ସତ୍ୟମେବ ଜୟତେ କଥା ମନେ ପକାଇ ଦେଉଛି ନା? ହଁ, ମୁଣ୍ଡକ ଉପନିଷଦର। କିନ୍ତୁ କେବଳ ରାସ୍ତା ଥିଲେ ହେବନି, ରାସ୍ତା ଅନ୍ଧାର ବି ହୋଇପାରେ। ସେଥିପାଇଁ ଆଲୋକ ଦରକାର। ଆଉ ସେହି ଆଲୋକ ହେଉଛି ପ୍ରେମ। ଏଇଟା ଖୁବ୍ ସୁନ୍ଦର। ଗୋଟେ ପଟେ ସତ୍ୟ ମାନେ ଜ୍ଞାନ ଆଉ ଅନ୍ୟପଟେ ପ୍ରେମ ମାନେ ଭକ୍ତି। କିନ୍ତୁ ଏବେ ଗୋଟେ ପ୍ରଶ୍ନ ଆସୁଛି। ଆମେ ଟିକେ ଆଗରୁ ପରପ୍ରେମ କଥା କହୁଥିଲେ, ଯାହା ଏକ ନିଶା, ଆଉ ଏବେ ପ୍ରେମର ଆଲୋକ କଥା କହୁଛେ। ଏ ଦୁଇ ପ୍ରକାର ପ୍ରେମ ଭିତରେ ଫରକ କ'ଣ? ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ପ୍ରଥମ ପ୍ରେମଟା ହେଉଛି ଆସକ୍ତିମୂଳକ, ମୋର ଭାବନା ଉପରେ ଆଧାରିତ। ମୋ ପରିବାର, ମୋ ସମ୍ପତ୍ତି, ସେଟା ସଂକୀର୍ଣ୍ଣ। କିନ୍ତୁ ଦ୍ୱିତୀୟ ପ୍ରେମଟା, ସେଟା ସର୍ବବ୍ୟାପୀ, ନିଃସ୍ୱାର୍ଥପର। ସମସ୍ତଙ୍କ ଭିତରେ ଈଶ୍ୱରଙ୍କୁ ଦେଖିବା। ତେଣୁ ଏ ଗୀତରେ ଜ୍ଞାନ ଆଉ ଭକ୍ତିର ଗୋଟେ ଅପୂର୍ବ ସମନ୍ୱୟ କରାଯାଇଛି। ଦେଖନ୍ତୁ, କେବଳ ଶୁଖିଲା ଜ୍ଞାନ ଆମକୁ ଅହଙ୍କାରୀ କରିପାରେ, ଆଉ କେବଳ ଭାବପ୍ରବଣ ଭକ୍ତି ଦିଗହରା କରିପାରେ। ଦୁଇଟା ଯାକ ଦରକାର। ଠିକ୍। ତାହେଲେ ଆମ ପାଖରେ ରାସ୍ତା ଅଛି, ଆଲୋକ ବି ଅଛି। କିନ୍ତୁ ଯେକୌଣସି ଲମ୍ବା ଯାତ୍ରା ପାଇଁ କିଛି ପାଥ୍ୟ ତ ଦରକାର। ଏ ଯାତ୍ରା ପାଇଁ ପାଥ୍ୟର କ'ଣ? ଗୀତ ତାବିକ ଅଛି, ସଙ୍ଗେତେ ସମ୍ବଳ ରଖ ପୁଣ୍ୟଧନ ଗୋପନେ ଅତି ଯତନେ। ଏ ଆଧ୍ୟାତ୍ମିକ ଯାତ୍ରାର ମୁଦ୍ରା ହେଉଛି ପୁଣ୍ୟଧନ, ଆମର ଭଲ କର୍ମ, ସେବା, ତ୍ୟାଗ। କିନ୍ତୁ ଏଠି ଗୋପନେ ଶବ୍ଦଟା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ। ଗୋପନରେ କାହିଁକି? ଆମେ ଯଦି କିଛି ଭଲ କାମ କରୁଛୁ, ତାହା ଅନ୍ୟମାନଙ୍କୁ କହିଲେ ସେମାନେ ବି ପ୍ରେରଣା ପାଇବେ। ଏଥିରେ ଭୁଲ କ'ଣ? ଭୁଲ କିଛି ନାହିଁ, କିନ୍ତୁ ଗୋଟେ ସୂକ୍ଷ୍ମ ବିପଦ ଅଛି। ଯେତେବେଳେ ଆମେ ଆମ ଭଲ କାମର ପ୍ରଚାର କରୁ, ସେତେବେଳେ ଆମ ଭିତରେ ଯଶ, ପ୍ରଶଂସା ପାଇବାର ଇଚ୍ଛା ଆସେ। ସେଟା ଏକ ପ୍ରକାର ଅହଙ୍କାର। ଆମ ଧ୍ୟାନ କର୍ମରୁ ହଟିଯାଇ ଫଳ ଉପରକୁ ଚାଲିଯାଏ। ଫଳରେ ସେହି ପୁଣ୍ୟର ଆଧ୍ୟାତ୍ମିକ ଶକ୍ତି କମିଯାଏ। ହଁ, କ୍ଷୟ ହୋଇଯାଏ। ତେଣୁ ପୁଣ୍ୟଧନକୁ ଗୋଟେ ଗୁପ୍ତ ବ୍ୟାଙ୍କ ଆକାଉଣ୍ଟ ଭଳି ସଞ୍ଚୟ କରିବାକୁ କୁହାଯାଇଛି। ବାଃ, ଏଇଟା ଗୋଟେ ନୂଆ ଦୃଷ୍ଟିକୋଣ। ଠିକ୍ ଅଛି। ତାହେଲେ ଆମ ପାଖରେ ରାସ୍ତା ଅଛି, ଆଲୋକ ଅଛି, ପକେଟରେ ପୁଣ୍ୟର ପାଥେୟ ବି ଅଛି। ଶୁଣିବାକୁ ତ ଗୋଟେ ସୁନ୍ଦର ରୋଡ୍ ଟ୍ରିପ୍ ପରି ଲାଗୁଛି। କିନ୍ତୁ ସବୁ ଯାତ୍ରାରେ କିଛି ବିପଦ ଥାଏ। ଏ ରାସ୍ତାରେ ସେମିତି କିଛି ଅଛି କି? ନିଶ୍ଚୟ ଅଛି। ଚତୁର୍ଥ ପଦ ସେଇ ବିପଦ ବିଷୟରେ ସତର୍କ କରାଉଛି। ଲୋଭ ମୋହାଦି ପଥେ ଦସ୍ୟୁଗଣ, ପଥିକେରେ କରେ ସର୍ବସ୍ୱ ସଂଶନ। ଏ ରାସ୍ତାରେ ଲୋଭ, ମୋହ, କାମ, କ୍ରୋଧ ଏମିତି ଡକାୟତମାନେ ଛକି ବସିଛନ୍ତି। ଆଉ ସବୁଠୁ ଭୟଙ୍କର କଥା ହେଲା, ଏମାନେ କେହି ବାହାରର ଶତ୍ରୁ ନୁହନ୍ତି। ଏମାନେ ଆମ ମନ ଭିତରେ ହିଁ ଲୁଚିଛନ୍ତି। ସର୍ବସ୍ୱ ସଂଶନ, ଏ ଶବ୍ଦଟା ଶୁଣିଲେ ଡର ଲାଗୁଛି। ମାନେ ସେମାନେ ସବୁକିଛି ଲୁଟି ନିଅନ୍ତି। ତାମାନେ ଆମର ବର୍ଷ ବର୍ଷର ପରିଶ୍ରମ, ସେଇ ଗୋପନରେ ସଞ୍ଚା ଯାଇଥିବା ପୁଣ୍ୟଧନ ସବୁକିଛି ଗୋଟିଏ ମୁହୂର୍ତ୍ତରେ ନଷ୍ଟ ହୋଇଯାଇପାରେ। ଏକଦମ ଠିକ୍। ଜଣେ ସାଧକର ବର୍ଷ ବର୍ଷର ତପସ୍ୟାକୁ କ୍ରୋଧର ଗୋଟିଏ ମୁହୂର୍ତ୍ତ ଧ୍ୱଂସ କରିଦେଇପାରେ। ତେବେ ଭଲ ଖବର ହେଉଛି, ଏ ଡକାୟତଙ୍କଠାରୁ ରକ୍ଷା ପାଇବାକୁ ଆମ ପାଖରେ ଅଙ୍ଗରକ୍ଷୀ ବି ଅଛନ୍ତି। ଗୀତ କହୁଛି, ପରମ ଯତ୍ନେ ରାଖରେ ପ୍ରହରୀ ସମ ଦମ ଦୁଇ ଜଣେ। ଶମ ଆଉ ଦମ, ଏ ଦୁଇଟା ଶବ୍ଦ ବହୁତ ଶୁଣିବାକୁ ମିଳେ। ଏହାର ପ୍ରକୃତ ମାନେ ବ୍ୟବହାରିକ ଅର୍ଥ କ'ଣ? ଏଗୁଡ଼ିକ ବେଦାନ୍ତର ଦୁଇଟି ମୁଖ୍ୟ ସାଧନ। ସମର ଅର୍ଥ ହେଲା ଅନ୍ତଃକରଣ ବା ମନର ନିୟନ୍ତ୍ରଣ। ମନକୁ ଶାନ୍ତ ରଖିବା, ଅନାବଶ୍ୟକ ଚିନ୍ତାକୁ ମୁକ୍ତ କରିବା। ଆଉ ଦମ୍ର ଅର୍ଥ ହେଲା ବାହ୍ୟ ଇନ୍ଦ୍ରିୟମାନଙ୍କର ନିୟନ୍ତ୍ରଣ, ଆଖି, କାନ, ଜିଭ ଏମାନଙ୍କୁ ନିୟନ୍ତ୍ରଣରେ ରଖିବା। ଆଜିକାଲିର ଦୁନିଆ ପାଇଁ ଏହାର ଏକ ବଢ଼ିଆ ଉଦାହରଣ ଦିଆଯାଇପାରିବ। ଶମ ହେଉଛି ମନକୁ ବିନା କାରଣରେ ସୋସିଆଲ ମିଡିଆ ବିଷୟରେ ଚିନ୍ତା କରିବାରୁ ରୋକିବା, ଆଉ ଦମ ହେଉଛି ପ୍ରକୃତରେ ସେଇ ଆପ୍ ଖୋଲିବାରୁ ନିଜ ଆଙ୍ଗୁଠିକୁ ଅଟକାଇବା। ଏଇ ଦୁଇ ପ୍ରହରୀ ଆମ ଡିଜିଟାଲ ଆସକ୍ତି ପାଇଁ କେତେ ଜରୁରୀ? ବହୁତ ସୁନ୍ଦର ତୁଳନା। ତେଣୁ ଏହି ଦୁଇ ପ୍ରହରୀଙ୍କୁ ସବୁବେଳେ ଜାଗ୍ରତ ରଖିବାକୁ ପଡ଼ିବ। ଠିକ୍ ଅଛି। କିନ୍ତୁ ଦିନରାତି ଏ ପ୍ରହରୀଙ୍କୁ ସଜାଗ ରଖିବା, ମନ ଭିତରର ଡକାୟତଙ୍କ ସହ ଲଢ଼ିବା, ଏଇଟା ତ ବହୁତ କ୍ଲାନ୍ତିକର କାମ।
ଏ ଲମ୍ବା ଯାତ୍ରାରେ ମଣିଷ ତ ଥକିଯିବ। କେଉଁଠି ବିଶ୍ରାମ ନେବା ପାଇଁ କିଛି ବ୍ୟବସ୍ଥା ଅଛି? ନିଶ୍ଚିତ ଭାବରେ ଅଛି। ପଞ୍ଚମ ପଦ ସେହି ବିଶ୍ରାମସ୍ଥଳର ଠିକଣା ଦେଉଛି। ସାଧୁସଙ୍ଗ ନାମେ ଆଛେ ପାନ୍ଥ ଧାମ, ଶ୍ରାନ୍ତ ହଲେ ତଥାଏ କରିବେ ବିଶ୍ରାମ। ସଂସାରର ଘାତ ପ୍ରତିଘାତରେ ମନ ଯେତେବେଳେ କ୍ଳାନ୍ତ ହୋଇଯାଏ, ସେତେବେଳେ ସାଧୁସଙ୍ଗ ବା ସତ୍ସଙ୍ଗ ଗୋଟେ ଆଧ୍ୟାତ୍ମିକ ପାନ୍ଥନିବାସ ବା ରେଷ୍ଟ ହାଉସ୍ ଭଳି କାମ କରେ। ସାଧୁସଙ୍ଗର ଅର୍ଥ କ'ଣ? କେବଳ ସାଧୁ ସନ୍ନ୍ୟାସୀଙ୍କ ସହିତ ବସିବା? କେବଳ ସେତିକି ନୁହେଁ। ଏହାର ବ୍ୟାପକ ଅର୍ଥ ହେଉଛି ସେହିଭଳି ଲୋକଙ୍କର ସଙ୍ଗ କରିବା ଯେଉଁମାନେ ସେହି ସତ୍ୟପଥରେ ଆଗରୁ ଯାଉଛନ୍ତି। ସେମାନଙ୍କ ସହିତ ରହିଲେ, କଥା ଶୁଣିଲେ କ୍ଳାନ୍ତ ମନକୁ ନୂଆ ଶକ୍ତି ମିଳେ, ପ୍ରେରଣା ମିଳେ। ଆଉ ଯଦି ପଥିକ ରାସ୍ତା ଭୁଲିଯାଏ, ଯଦି ସେ ନିଜ ଅହଙ୍କାର ଯୋଗୁଁ ଭୁଲ ରାସ୍ତାରେ ଚାଲିଯାଏ, ତେବେ କ'ଣ ହେବ? ଗୀତ ତାର ଉତ୍ତର ବି ଦେଉଛି। ପଥଭ୍ରାନ୍ତ ହଲେ ସୁଧାଇବେ ପଥ ସେ ପାନ୍ଥ ନିବାସୀ ଗଣେ। ଯଦି ପଥିକ ରାସ୍ତା ଭୁଲିଯାଏ, ତେବେ ସେହି ପାନ୍ଥ ନିବାସରେ ଥିବା ଅନ୍ୟ ଅଭିଜ୍ଞ ଯାତ୍ରୀମାନେ ମାନେ ସାଧକ ବା ଗୁରୁମାନେ ହିଁ ଠିକ୍ ରାସ୍ତା ଦେଖାଇବେ। କାରଣ ସେମାନେ ଆଗରୁ ସେ ରାସ୍ତାରେ ଯାଇଛନ୍ତି। ସେମାନେ ସେ ରାସ୍ତାର ବିପଦ ବିଷୟରେ ଜାଣନ୍ତି। ଏହା ଜଣେ ଅଭିଜ୍ଞ ଗାଇଡ୍ର ଆବଶ୍ୟକତାକୁ ଦର୍ଶାଉଛି। ଏବେ ଆମେ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ। ଏପର୍ଯ୍ୟନ୍ତ ତ ସବୁ ଠିକ୍ ଥିଲା, କିନ୍ତୁ ଜୀବନରେ ଏମିତି ଏକ ସମୟ ଆସେ ଯେତେବେଳେ କୌଣସି ପ୍ରସ୍ତୁତି କାମ ଦିଏ ନାହିଁ। ଯେତେବେଳେ ମୃତ୍ୟୁ ଭଳି ଭୟଙ୍କର ବିପଦ ସାମ୍ନାରେ ଥାଏ, ସେତେବେଳେ ସବୁ ସାଧନା, ସବୁ ପୁଣ୍ୟ, ସମଦମ ଭଳି ପ୍ରହରୀ ବି ଅସହାୟ ଲାଗନ୍ତି। ସେହି ଚରମ ମୁହୂର୍ତ୍ତରେ କ'ଣ କରିବାକୁ ହେବ? ସେତେବେଳେ କେବଳ ଗୋଟିଏ ମାତ୍ର ଅସ୍ତ୍ର କାମ ଦିଏ। ଷଷ୍ଠ ପଦ ସେହି ଅସ୍ତ୍ର ବିଷୟରେ କହୁଛି। ଯଦି ଦେଖ ପଥେ ଭୟରହି ଆକାର, ପ୍ରାଣପଣେ ଦିଅ ଦୋହାଇ ରାଜାର। ସେ ଅସ୍ତ୍ରର ନାମ ହେଉଛି ଶରଣାଗତି। ଯେତେବେଳେ ପଥିକର ନିଜର ସବୁ ବଳ ବୁଦ୍ଧି ଶେଷ ହୋଇଯାଏ, ସେତେବେଳେ କେବଳ ଗୋଟିଏ ଉପାୟ, ପ୍ରାଣପଣେ ସେହି ରାଜାଙ୍କର ଦୋହାଇ ଦେବା। ଏ ରାଜା ହେଉଛନ୍ତି ସ୍ୱୟଂ ପରମାତ୍ମା। ହଁ, ଲେଖାରେ ଦ୍ରୌପଦୀଙ୍କ ଉଦାହରଣ ଅଛି। ଯେପର୍ଯ୍ୟନ୍ତ ସେ ନିଜ ଶକ୍ତିରେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ଶ୍ରୀକୃଷ୍ଣ ଆସିନଥିଲେ। ଯେତେବେଳେ ସେ ଦୁଇ ହାତ ଛାଡ଼ିଦେଇ ସମ୍ପୂର୍ଣ୍ଣ ନିରୁପାୟ ହୋଇ ହେ ଗୋବିନ୍ଦ ବୋଲି ଡାକିଲେ, ସେତେବେଳେ ହିଁ ଭଗବାନ ଆସିଲେ। ଏକଦମ୍। ଏହା ହିଁ ଶରଣାଗତିର ରହସ୍ୟ। ଏହା ଅସହାୟତା ନୁହେଁ, ବରଂ ଏକ ଉଚ୍ଚତର ଶକ୍ତି ଉପରେ ପରମ ବିଶ୍ୱାସ। ଆଉ ସେ ରାଜାଙ୍କର ଶକ୍ତି କେତେ? ଗୀତର ଶେଷ ଧାଳି ଏକ ଅଦ୍ଭୁତ ଆଶ୍ୱାସନା ଦେଉଛି। ସେ ପଥେ ରାଜାର ପ୍ରବଳ ପ୍ରତାପ, ସମଣ ଡରେ ଯାର ଶାସନେ। ସମଣମାନେ ସାକ୍ଷାତ୍ ଯମରାଜ ମଧ୍ୟ ସେହି ପରମାତ୍ମାଙ୍କର ଶାସନକୁ ଭୟ କରନ୍ତି। କଠୋପନିଷଦରେ ମଧ୍ୟ ଏକଥା ଅଛି। ତେଣୁ ଯିଏ ସେହି ପରମ ରାଜାଙ୍କର ଶରଣ ନେଇଛି, ମୃତ୍ୟୁ ତା ପାଇଁ କୌଣସି ଭୟର କାରଣ ନୁହେଁ। ତାହେଲେ ଭକ୍ତ ପାଇଁ ମୃତ୍ୟୁ ଗୋଟେ ଶେଷ ନୁହେଁ, ବରଂ ନିଜ ଘରକୁ, ନିଜର ପ୍ରକୃତ ନିକେତନକୁ ଫେରିବାର ଗୋଟେ ଦ୍ୱାର ମାତ୍ର। ଅବିଶ୍ୱସନୀୟ। ଗୋଟିଏ ଗୀତ ଭିତରେ ଜୀବନର ସମ୍ପୂର୍ଣ୍ଣ ଦର୍ଶନ। ଏଇ ଆଲୋଚନାର ଗୋଟିଏ କଥା ତ ପୁରା ସ୍ପଷ୍ଟ। ଏଇ ଗୀତ ଆମକୁ ବାରମ୍ବାର ମନେ ପକାଇ ଦେଉଛି ଯେ ଆମେ ଏ ବିଦେଶରେ ଘର ସଜେଇବାରେ ଏତେ ବ୍ୟସ୍ତ ହୋଇଯାଇଛୁ ଯେ ଆମର ଅସଲ ଘର କଥା ପୁରା ଭୁଲିଗଲୁନି। ହଁ, ଆଉ ଓମ୍କାର ପତ୍ରିକାର ଉପସଂହାରରେ ଲେଖକ କିଛି ବ୍ୟବହାରିକ ପରାମର୍ଶ ଦେଇଛନ୍ତି, ଯାହାକୁ ଆମେ ଆମ ଯାତ୍ରାର କିଛି ନିୟମିତ ଅଭ୍ୟାସ ଭାବରେ ଦେଖିପାରିବା। ପ୍ରଥମତଃ, ସଂସାରରେ ପଦ୍ମପତ୍ରରେ ପାଣି ପରି ରହିବାକୁ ଚେଷ୍ଟା କରିବା, ମାନେ ସବୁ କର୍ତ୍ତବ୍ୟ କରିବା କିନ୍ତୁ କୌଣସିଥିରେ ଆସକ୍ତ ନ ହେବା। ଦ୍ୱିତୀୟରେ, ଆମର ସେ 2 ପ୍ରହରୀ ଶମ୍ ଓ ଦମ୍କୁ ପ୍ରତିଦିନ କିଛି ସମୟ ପାଇଁ ତାଲିମ ଦେବା, ଯେମିତିକି କିଛି ସମୟ ମୋବାଇଲ ବନ୍ଦ କରି ମନକୁ ଶାନ୍ତ କରିବା। ଏମିତି ଛୋଟ ଛୋଟ ଅଭ୍ୟାସ। ତୃତୀୟରେ, ଆମର ଆଧ୍ୟାତ୍ମିକ ପାନ୍ଥନିବାସ ମାନେ ସତ୍ସଙ୍ଗ ପାଇଁ ନିୟମିତ ସମୟ ଦେବା। ସେଇଟା କୌଣସି ଭଲ ବହି ପଢ଼ିବା ହୋଇପାରେ, କିମ୍ବା କୌଣସି ଜ୍ଞାନୀ ବ୍ୟକ୍ତିଙ୍କ କଥା ଶୁଣିବା ହୋଇପାରେ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ନିଜ ମନକୁ ଦିନରେ ଅନ୍ତତଃ ଥରେ ମନେ ପକାଇବା, ମନ, ଚାଲ ନିଜ ଘରକୁ। ଜୀବନର ସାର୍ଥକତା ବିଦେଶରେ ବୁଲିବାରେ ନାହିଁ, ନିଜ ଘରକୁ ଫେରିବାରେ ହିଁ ଅଛି। ଶେଷରେ, ଏ ସମ୍ପୂର୍ଣ୍ଣ ଆଲୋଚନା ମୋ ମନରେ ଗୋଟିଏ ପ୍ରଶ୍ନ ଛାଡ଼ି ଯାଉଛି। ଯେଉଁ ଜିନିଷଗୁଡ଼ିକୁ ଆମେ ଆମର ଘର ବୋଲି ଭାବୁଛୁ, ଆମର କାମ, ଆମର ସମ୍ପର୍କ, ଆମର ସମ୍ପତ୍ତି, ସେଗୁଡ଼ିକୁ ପ୍ରକୃତରେ ସେହି ବିଦେଶର ସୁନ୍ଦର ସାଜସଜ୍ଜା ନୁହେଁ ତ, ଯେଉଁଠାରେ ଆମେ କେବଳ କିଛି ସମୟ ପାଇଁ ଭ୍ରମଣ କରୁଛୁ?